ରାଜ୍ୟ ସରକାର ଜୟନାରାୟଣ ମିଶ୍ର କହିଛନ୍ତି ନବ ଦାସ ହତ୍ୟା ଘଟଣାରେ ଦୁଇ ନେତା ଏବଂ ଆଇଏଏସ୍ ଯିବା ଜୟନାରାୟଣ ମିଶ୍ର ଜଣେ ରୋକଠୋକ୍ ନେତା ମିଛୁକୁ ଜୟନାରାୟଣ ମିଶ୍ର ପ୍ରଶୟ ଦିଅନ୍ତିନି। ଜୟନାରାୟଣ ମିଶ୍ର ନବ ଦାସଙ୍କ ହତ୍ୟା କାଣ୍ଡକୁ ନେଇ ଯେଉଁ ଅଭିଯୋଗ ଆଣିଛନ୍ତି ତା ଦେହରେ ନିଶ୍ଚୟ କିଛି ସତ୍ୟାସତ୍ୟ ଥିବ, ନହେଲେ ଜୟନାରାୟଣ ଭଳିଆ ଲୋକ କହିବେନି। ଯେଉଁ ଦୁଇ ଆଇପିଏସ୍ ଅଫିସର କି ଦୁଇ ଆଇଏଏସ୍ ଅଫିସର କି ରାଜନେତା ଅଛନ୍ତି ଜୟନାରାୟଣ ମିଶ୍ର ଠିକ୍ କହିଛନ୍ତି। ତେଣୁ ଏମାନେ ଆକ୍ଚୁଆଲି ସମ୍ପୃକ୍ତି ଆଙ୍କର ଅଛି, କାରଣ ନବ ଦାସ ଚାହୁଁଥିଲେ କୌଶଳ ରାଜ୍ୟ କରିବାକୁ। ତେଣୁ କୌଶଳ ରାଜ୍ୟ ହୋଇଥିଲେ ଓଡ଼ିଶା ଦୁଇ ଭାଗ ହେଇଯାଇଥାନ୍ତା। ତେଣୁ ସେଥିପାଇଁ ନବ ଦାସଙ୍କୁ ହତ୍ୟା କରାଯାଇଛି। ତେଣୁ ନବ ଦାସଙ୍କ ହତ୍ୟା ପଛର ଘଟଣାକୁ ସବୁ ଲୁଚାଇ ଦିଆଯାଇଛି। ନବ ଦାସ ହତ୍ୟା ହେଲା ପରେ ତାଙ୍କୁ ଭୁବନେଶ୍ୱର ଆଣି ଯେଉଁ ନାଟକ କରାଗଲା ଆପୋଲୋ ହସ୍ପିଟାଲରେ ମିଛ ଅପରେସନ୍ କରି ଶୋବାଜି କଲେ। ନବ ଦାସ ପିନ୍ଧିଥିବା ସାର୍ଟଟାକୁ ଆପୋଲୋ ହସ୍ପିଟାଲରେ ପୋଡ଼ି ଦିଆଗଲା କାହିଁ? ସେ ସାର୍ଟଟା ଯଦି ଥାଆନ୍ତା, ସେ ଯଦି ଲାବୋରେଟୋରୀକି ଯାଇଥାନ୍ତା, ତାହେଲେ ବହୁ ସତ୍ୟାସତ୍ୟ ପଦାକୁ ଆସିପାରିଥାନ୍ତା। କାରଣ ନବ ଦାସକୁ ପାଖରୁ ଆକ୍ଚୁଆଲି ଗୁଳି ମରା ହେଇଛି କି ଦୂରରୁ ଗୁଳି ମରା ହେଇଛି କି ପାଖରୁ ଯେଉଁ ହାବିଲଦାରକୁ କୁହାଯାଉଛି ଯେ ସେ ମାରିଛି ବୋଲି, ନା ତାକୁ ପଇସା ଦେଇ ମୁର୍ଗା କରାଯାଇଛି, ଦୂରରୁ ଆଉ ଜଣେ କିଏ ଗୁଳି ମାରିଛି। ତେଣୁ ଜୟନାରାୟଣ ମିଶ୍ର କହିବାର ସତ୍ୟାସତ୍ୟ ରହିଛି। ତେଣୁ ଜୟନାରାୟଣ ବାବୁଙ୍କୁ ଆମେ ଆପଣଙ୍କ ଜରିଆରେ ଅନୁରୋଧ କରୁଛୁ, ଜୟନାରାୟଣ ମିଶ୍ର ଉଠାନ୍ତୁ। ନବ ଦାସଙ୍କ ସାର୍ଟ କାହିଁ ପୋଡ଼ା ହେଇଥିଲା? ଆପୋଲୋ ହସ୍ପିଟାଲ କାହିଁ ନବ ଦାସଙ୍କୁ ସାର୍ଟ ପୋଡ଼ିଦେଲେ? ଯେଉଁ ଦୁଇ ନେତା କଥା କୁହାଯାଉଛି କାହିଁକି ସ୍ପଷ୍ଟୀକରଣ କରୁନାହାନ୍ତି କେଉଁ ଦଳର ନେତା? ସେ ତ ସିବିଆଇ ଯଦି ତଦନ୍ତ ହୁଏ ସ୍ପଷ୍ଟୀକରଣ ଆସିଯିବ ସ୍ପଷ୍ଟ କିଏ ମାରିଛନ୍ତି, କୋଉମାନେ ଥିଲେ। ଜୟନାରାୟଣ ମିଶ୍ର ଦୁଇ ନେତାଙ୍କ ନାଁ କହୁଛନ୍ତି। ତେଣୁ କେସ୍ ଆଉ ପୋଲିସ ହାତରେ ନାହିଁ, କୋର୍ଟକୁ ପଳେଇଛି। ତେଣୁ ଜୟନାରାୟଣ ନାଁ କହିଲେ ଅସୁବିଧା ସମ୍ମୁଖୀନ ହେବେ। ସିଏ ଯାହା କହିଛନ୍ତି ଠିକ୍ କହିଛନ୍ତି। ସିବିଆଇ ତଦନ୍ତ ହଉ, ସିବିଆଇ ନିଶ୍ଚୟ କାଢ଼ିବ ଯେ ଜୟନାରାୟଣଙ୍କୁ ହତ୍ୟା କରିଥିବା ଯେଉଁ ଆଇଏଏସ୍ ଆଇପିଏସ୍ ରାଜନେତା ସବୁ ଧରା ପଡ଼ିଯିବେ।